এই ଫଟୋଚିତ୍ରଟି କେଉଁ ମହାତ୍ମାଙ୍କର କହିପାରିବେ? ଇଏ ହେଉଛନ୍ତି ନବକୃଷ୍ଣ ଚୌଧୁରୀ ବା ତାଙ୍କ ପରିଚିତ ପରିଧି ଭିତରେ ବାପି। ନୁମା ଆଉ ବାପି ଆମ ଓଡ଼ିଶାର ଗୋଟେ ବିରଳ ଦମ୍ପତି ବୋଲି ମୁଁ ସବୁବେଳେ ବିଶ୍ୱାସ କରି ଆସିଛି। ଏଇଟା ହେଉଛି ତାଙ୍କର ସମାଧି, ଯେଉଁଥିରେ ଲେଖା ହେଇଛି ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ଏଇ କଥାଟିକି ତ ଆମର ସନ୍ଥ କବି ଭୀମ ଭୋଇ ଲେଖିଥିଲେ, ଆଉ ଏଇଟା ଜାତିସଂଘରେ ବି ଲିପିବଦ୍ଧ ହୋଇ ରହିଛି। ତାର କାରଣ କ'ଣ କହିଲେ? ଏଇ ଯେଉଁ ବାର୍ତ୍ତାଟା ଗୋଟେ ଛୋଟିଆ ବାର୍ତ୍ତା ନୁହେଁ। ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ଆମେ ସମସ୍ତେ ଭାବନ୍ତି ଯାହା ହେଉଛି ହଉ ମ, ଆପେ ବଞ୍ଚିଲେ ବାପର ନାଁ, ମୁଁ କେମିତି ଭଲରେ ରହିବି, ମୋ ଛୁଆ ପିଲା କେମିତି ଭଲରେ ରହିବେ। କିନ୍ତୁ ନିଜକୁ ନର୍କରେ ପକାଇ ଜଗତ ଉଦ୍ଧାର କରିବାକୁ କ'ଣ କିଏ କେବେ ଚିନ୍ତା କରେ? କିନ୍ତୁ ଚିନ୍ତା କରିବା ଲୋକ ବି ଏ ସଂସାରରେ ଅଛନ୍ତି। ଆଉ ମୁଁ ଭାବେ ବାପି ନିଶ୍ଚିତ ଭାବରେ ସେଇଭଳି ଜଣେ ଲୋକ। ଏଇ ଯେଉଁ କୁଡ଼ିଆ ପ୍ରାୟ ଘରଟି ଭିତର ସାଜସଜ୍ଜା ଅବଶ୍ୟ ଖୁବ୍ କଳାତ୍ମକ। ନୁମା ପରା ଆମର ବଙ୍ଗାଳୀ ଝିଅ, ଓଡ଼ିଶାରେ କଳାର ଅଭାବ ନାହିଁ, ଆଉ ବଙ୍ଗଳା ଝିଅମାନଙ୍କର ବି କଳା କାରିଗରୀ କିଛି କମ୍ ନୁହେଁ। କେମିତି ସଜେଇଛନ୍ତି ଦେଖୁନାହାନ୍ତି ଏ ଚାଳ କୁଡ଼ିଆଟି। ଏଇଟା ପରା ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ବାସସ୍ଥଳୀ। ଆମ ଭାରତରେ ଆମେ କେତେ ଜଣଙ୍କର ମୁଖ୍ୟମନ୍ତ୍ରୀଙ୍କର ଘରକୁ ଏଇଭଳି ଭାବରେ ଦେଖିବାକୁ ପାଇପାରିବା? ନିଜ ଭିତରେ ଟିକେ ଏଇ ପ୍ରଶ୍ନଟା ବାରମ୍ବାର ପଚାରନ୍ତୁ। ମନ୍ତ୍ରୀ ହେଇଗଲେ ତ 7 ପୁରୁଷ ଉଦ୍ଧାର ହେଇଯାଉଛି, ଆଉ କିଛି ଅଭାବ ଦୁଃଖ ରହୁନି। କିନ୍ତୁ ଇଏ ଜଣେ ବି ମୁଖ୍ୟମନ୍ତ୍ରୀ, ତାଙ୍କର ଚାଳ କୁଡ଼ିଆ ଖଣ୍ଡକ ଏମିତିକା। ଏବେ ପର୍ଯ୍ୟନ୍ତ ସେମିତି ଚାଳ ଛପର ହୋଇ ଗୋଟେ ଅଦ୍ୱିତୀୟ ସ୍ମୃତି ହୋଇ ରହିଛି। ଏ ଘରଟି କେଉଁଠି କହିଲେ? ଅନୁଗୁଳର ବାଜିରାଉତ ଛାତ୍ରାବାସରେ, ଯେଉଁଟା ତାଙ୍କରି ହାତଗଢ଼ା ଗୋଟିଏ ଅନୁଷ୍ଠାନ। ସେ ଅନୁଷ୍ଠାନ ପାଖରେ ନବଜୀବନ ମଣ୍ଡଳ ମଧ୍ୟ ରହିଛି। ଦୁଇଟି ଯାକ ସେ ହିଁ ଗଢ଼ି ତୋଳିଥିଲେ। ସେଇ ଅନୁଷ୍ଠାନରେ ଆଜି ବାପିଙ୍କର 40ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ହେଉଥିଲା। ମୁଁ ସେଇଠିକି ଯାଇଥିଲି। ଭାବିଲି ତାଙ୍କର ଏଇ ଘରର ଚିତ୍ରଟି ଆପଣମାନଙ୍କ ପାଖରେ ଦେଖେଇବି, ସେଇଥିପାଇଁ ଏ ଭିଡ଼ିଓଟି କଲି। ଆଉ ଯଦି କେତେବେଳେ ଆପଣମାନଙ୍କୁ ସମୟ ହେଉଛି ଥରେ ଯାଇ ଦେଖି ଆସନ୍ତୁ। ଏଇଟା ଆମ ଓଡ଼ିଶାର ତ୍ୟାଗପୂତ ଜୀବନର ଗୋଟିଏ ତୀର୍ଥକ୍ଷେତ୍ର କହିଲେ ବି ଅତ୍ୟୁକ୍ତି ହେବ ନାହିଁ। କାଲି ବୁଲି ବୁଲି ସକାଳ 6ରୁ ରାତି 11 ଯାଏ ମୋ ଦେହ ବି ପୁରା ଖରାପ ଲାଗୁଛି। ସମ୍ପୂର୍ଣ୍ଣ ଭିଡ଼ିଓ ଆପଣମାନଙ୍କୁ ଦେଇପାରିନି, ହେଲେ ମୋର ମୁଖ୍ୟ କାମ ଥିଲା ଏଠିକି ଯିବା, ଆଉ ଗୋଟିଏ କାମ ବି ଥିଲା। ସବୁ ମୁଁ କହିବି।